ମୋର ବାପା ମା କିଛି ମାସ ପାଇଁ ସହର ବାହାରେ ଥିଲେ। ସେହି ସମୟରେ ମୁଁ ଯେପରି ଏକୁଟିଆ ଅନୁଭବ ନ କରେ, ସେଥିପାଇଁ ମୋର ମା ଏବେ ମୋର ମାଉସୀଙ୍କୁ ମୋ ସହିତ ରହିବାକୁ ଡାକିଲେ। ମୁଁ ସେତେବେଳେ 17 ବର୍ଷର ଥିଲି, କିନ୍ତୁ ମୋର ମାଉସୀ ମତେ ପିଲା ବୋଲି ଭାବୁଥିଲେ ଏବଂ ମତେ ଗାଧୋଇବାକୁ ଜିଦ୍ କରୁଥିଲେ। ସେ ବୁଝିବାକୁ ପ୍ରସ୍ତୁତ ନଥିଲେ ଯେ ମୁଁ ଏବେ ବଡ ହୋଇଗଲିଣି। ଠିକ୍ ସେହିପରି ଗୋଟିଏ ଦିନ ସେ ମତେ କହିଲେ ଯେ, ତୁମେ ଯେତେବେଳେ ଛୋଟ ଥିଲ, ମୁଁ ତୁମକୁ ମୋର କୋଳରେ ବସାଇ ଖୁଆଉଥିଲି। ମୁଁ କହିଲି କି ମାଉସୀ, ପୂର୍ବରୁ ସବୁ କିଛି ଭିନ୍ନ ଥିଲା, କିନ୍ତୁ ଏବେ ମୁଁ ବଡ ହୋଇଗଲିଣି। ସେ କହିଲେ କି ନା, ତୁମେ ଏବେ ବି ମୋ ପାଇଁ ପିଲା ଅଛ। ଦିନେ ମୁଁ ବାଥରୁମରେ ଗାଧୋଉଥିଲି। ହଠାତ୍ ମାଉସୀ ଏବେ କବାଟ ଖୋଲିଦେଲି ଏବଂ ମତେ ଗାଧୋଉଥିବାର ଦେଖିଦେଲି। ତାପରେ ସେ ମଜାକରେ ମୋର ଘୋଡାକୁ ଧରି ପକାଇଲେ। ମୁଁ କହିଲି କି ଛାଡିଦିଅ, ଯଦି ଭୁଲରେ ଏହା ବଡ ହୋଇଯାଏ ନାହିଁ, ତେବେ ମୁଁ ତୁମକୁ ଆଉ। ନମସ୍କାର ବନ୍ଧୁଗଣ, ଆଜିର ରୋମାଞ୍ଚକର କାହାଣୀକୁ ଆପଣମାନଙ୍କୁ ସ୍ୱାଗତ। ମୋର ନାମ ରୋହିତ ଏବଂ ମୋର ବୟସ 17 ବର୍ଷ। ମାଉସୀ ଏବଂ ଭଣଜାଙ୍କର ସମ୍ପର୍କ ବହୁତ ସ୍ୱତନ୍ତ୍ର। ମୁଁ କେବେ ବି ଭାବିନଥିଲି ଯେ ମୁଁ ମୋର ମାଉସୀ ସହିତ ଏସବୁ କରିପାରିବି। ମୁଁ ଜାଣିନଥିଲି ଯେ ଯିଏ ମୋର ପିଲାବେଳେ ମୋର ଏତେ ଯତ୍ନ ନେଉଥିଲେ ଏବଂ ମତେ ମା ପରି ଭଲ ପାଉଥିଲେ, ତାଙ୍କ ପ୍ରତି ମୋର ଦୃଷ୍ଟିକୋଣ ଏପରି ବଦଳିଯିବ। ଏହା ସେହି ଦିନର କଥା, ଯେତେବେଳେ ମା ଏବଂ ବାପାଙ୍କୁ କାମ ପାଇଁ ଅନ୍ୟ ସହରକୁ ଯିବାକୁ ପଡ଼ିଲା ଏବଂ ସେମାନେ ସକାଳ 5ଟାରେ ବିମାନ ବନ୍ଦରକୁ ଯାତ୍ରା କଲେ। ସକାଳ ପ୍ରାୟ 10ଟା ବେଳେ ମୋ ଘରେ ଆସି ଡୋରବେଲ ବାଜିଲା। ଗେଟ୍ ଖୋଲିବା ମାତ୍ରେ ମୁଁ ଦେଖିଲି ଯେ ମୋର ସାମ୍ନାରେ ଜଣେ ଅତ୍ୟନ୍ତ ସୁନ୍ଦରୀ ମହିଳା ଠିଆ ହୋଇଛନ୍ତି। ସେ ବିଶାଳ ପ୍ରାକୃତିକ ବକ୍ରତା ଥିବା ଜଣେ ମହିଳା ଥିଲେ, ଯାହାଙ୍କର ନୀଳ ଆଖି, ମାଟିଆ କେଶ ଏବଂ ରୂପରଙ୍ଗ ଏକ ଭିନ୍ନ ପ୍ରକାରର ପ୍ରଭାବକୁ ସୃଷ୍ଟି କରୁଥିଲା। ମୁଁ ତାଙ୍କ ଉପରେ ମୋର ଆଖି ଆଉ ହଟାଇ ପାରୁନଥିବାରୁ ମୁଁ ତାଙ୍କୁ ହିଁ ଚାହିଁ ରହିଥିଲି। ସେ କହିଲା କି ଏହି ଘରକୁ ଜଣେ ଚାକରାଣୀର ଆବଶ୍ୟକତା ଅଛି। ମୁଁ ଭାବିଲି କି ମୋର ମା ନିଶ୍ଚୟ ସେହି ମହିଳାଙ୍କୁ ଆମ ଘରେ କାମ କରିବାକୁ ଡାକିଥିବେ। ମୁଁ ତୁରନ୍ତ ତାଙ୍କୁ ମୋ ଘର ଭିତରକୁ ଡାକିଦେଲି ଏବଂ ଆମର ରୋଷେଇ ଘରକୁ ଦେଖାଇବା ମଧ୍ୟ ଆରମ୍ଭ କରିଦେଲି। ମୁଁ ତାଙ୍କୁ ସମ୍ପୂର୍ଣ୍ଣ କାମ ଏବେ ବୁଝାଇ ଦେଇଥିଲି। ପ୍ରତ୍ୟେକ ଜିନିଷ କେଉଁଠି ରଖାଯିବ ଏବଂ ତାଙ୍କୁ କଣ କାମ କରିବାକୁ ପଡ଼ିବ। ସମଗ୍ର କାମ ବୁଝିବାକୁ ତାଙ୍କୁ ଆଉ ଅଧିକ ସମୟ ମଧ୍ୟ ଲାଗିଲା ନାହିଁ। ମୁଁ ମୋର ମାଙ୍କୁ ଫୋନ କରି କହିଲି ଯେ ଚାକରାଣୀ କାମ ପାଇଁ ଆସିଛି। ଚାକରାଣୀ ଆସିବାର ଖବର ଶୁଣି ମା ମଧ୍ୟ ଚିନ୍ତାମୁକ୍ତ ହୋଇଗଲେ। ଦିନ ସାରା କାମ କରିବା ପରେ ସନ୍ଧ୍ୟାରେ ଚାକରାଣୀର ଯିବାର ମଧ୍ୟ ସମୟ ହୋଇଯାଇଥିଲା। ସେ କହିଲା କି ରୋହିତ, ମୁଁ ସକାଳ ଠାରୁ ତୁମ ପାଖରେ ଏବେ ଘୁରି ବୁଲୁଛି, କିନ୍ତୁ ତୁମେ ମତେ ଏପର୍ଯ୍ୟନ୍ତ ମଧ୍ୟ ଚିହ୍ନି ପାରିନାହଁ। ମୁଁ ଆଶ୍ଚର୍ଯ୍ୟ ହୋଇ ପଚାରିଲି କି ତୁମକୁ ମୁଁ ଜାଣିଛି, ତୁମେ ଜଣେ ଚାକରାଣୀ, ତୁମର ଆଉ କଣ ପରିଚୟ ଅଛି କି? ମୋର କଥା ଶୁଣି ସେ ଜୋର ଜୋରେ ହସିବାକୁ ଲାଗିଲେ ଏବଂ କହିଲେ କି ମୁଁ ତୁମର ରୀନା ମାଉସୀ। ତୁମେ ଏତେ ନିର୍ଦ୍ଦୋଷ ରୋହିତ, ତୁମେ ମତେ ଚିହ୍ନି ପାରିଲ ନାହିଁ। ଏବେ ମୁଁ ସବୁ କିଛି ଏବେ ବୁଝିପାରୁଥିଲି। ମୋର ମା ମୋର ଯତ୍ନ ନେବା ପାଇଁ ଚାକରାଣୀ ହିଁ ପଠାଇଥିଲେ, ବରଂ ମୋର ମାଉସୀଙ୍କୁ ପଠାଇଥିଲେ। ମାଉସୀଙ୍କୁ ପିଲାଦିନରୁ ମୋର ବହୁତ ଯତ୍ନ ନେଇଥିଲେ ଏବଂ ମୁଁ ତାଙ୍କୁ ସ୍ନେହରେ ଗୁଡିଆ ମାଉସୀ ବୋଲି ଡାକୁଥିଲି। ମା ଏବଂ ବାପା ପ୍ରାୟତଃ ସେମାନଙ୍କର କାମରେ ବ୍ୟସ୍ତ ରହୁଥିଲେ, ସେଥିପାଇଁ ସେମାନେ ମୋ ପାଇଁ ରୀନା ମାଉସୀକୁ ନିଯୁକ୍ତି ଦେଇଥିଲେ। କିନ୍ତୁ ମୁଁ ତାଙ୍କ ପ୍ରତି ଏତେ ଆକର୍ଷିତ ହୋଇଗଲି ଯେ ମୁଁ ତାଙ୍କୁ ମାଉସୀ ବୋଲି ଡାକିବା ମଧ୍ୟ ଆରମ୍ଭ କରିଦେଇଥିଲି। ଯେତେବେଳେ ଗୋଟିଏ ପିଲା ବଡ ହୁଏ, ସେ ତାର ପିଲାଦିନର ଅନେକ କଥାକୁ ମଧ୍ୟ ଭୁଲି ଯାଇଥାଏ ଏବଂ ମୋ ସହିତ ମଧ୍ୟ ସମାନ ଘଟଣା ହିଁ ଘଟିଥିଲା। ମୋର ମାଉସୀ ମୋର ହାତକୁ ତାଙ୍କର ହାତରେ ନେବା ମାତ୍ରେ ମୁଁ ତାଙ୍କର ସ୍ପର୍ଶରେ ମୋର ମାଙ୍କର ଉପସ୍ଥିତିକୁ ଅନୁଭବ କରୁଥିଲି। ମୁଁ ତାଙ୍କୁ କହିଲି କି ମାଉସୀ, ଆଜି ମୁଁ ତୁମକୁ ଏତେ ବର୍ଷ ପରେ ଦେଖିଲି, ତେଣୁ ମୁଁ ଆଜି ବହୁତ ଖୁସି ଅଛି। ଯେତେବେଳେ ସେ ଦେଖିଲେ ଯେ ମୁଁ ତାଙ୍କୁ ଚିହ୍ନି ପାରିଲି, ତେଣୁ ତାଙ୍କର ମୁହଁରେ ମଧ୍ୟ ହସ ଫୁଟିଗଲା। ସନ୍ଧ୍ୟା ଏବେ 6ଟା ବାଜିଥିଲା, ତେଣୁ ମୁଁ ମୋର ମାଉସୀଙ୍କୁ କହିଲି ଯେ ଘରର ସମସ୍ତ କାମ ମଧ୍ୟ ସରିଗଲା। ଏବେ ତୁମେ ତୁମର ଘରକୁ ମଧ୍ୟ ଯାଇପାରିବ, ଆଉ କାଲି ତୁମେ ଠିକ ସମୟରେ ମଧ୍ୟ କାମକୁ ଆସିବା ଉଚିତ। ଏହା ଉପରେ ସେ କହିଲେ କି ପୁଅ, ମୋର ରହିବା ପାଇଁ ଏବେ ଘର ନାହିଁ। ଯଦି ତୁମେ ମୋର ଦରମାରୁ 1000 ଟଙ୍କା କମ ଦିଅ, ତେବେ ଏହା ହିଁ ଠିକ ହୋଇଯିବ। କିନ୍ତୁ ଯଦି ତୁମେ ଗୋଟିଏ କୋଠରୀର ବ୍ୟବସ୍ଥା କରିବ, ତେବେ ମୋର ଚିନ୍ତା ମଧ୍ୟ ଦୂର ହୋଇଯିବ ଏବଂ ତୁମେ ମଧ୍ୟ ସାହାଯ୍ୟ ପାଇବ। ମାଙ୍କର ପରାମର୍ଶ ଅନୁସାରେ ମୁଁ ମାଉସୀଙ୍କୁ ଗୋଟିଏ କୋଠରୀ ଦେଇଦେଲି। ସେ ତାଙ୍କ ସହିତ ଗୋଟେ ବି ପୋଷାକ ଆଣିନଥିଲି, ତେଣୁ ମୁଁ ତାଙ୍କୁ ମାଙ୍କର କିଛି ପୁରୁଣା ଶାଢୀ ଦେଇ ପୋଷାକକୁ ବଦଳାଇବାକୁ କହିଲି। ମୁଁ ବାହାରକୁ ଆସିଲି ଏବଂ ପ୍ରାୟ 20 ମିନିଟ ପରେ ମୁଁ ପୁଣି ଥରେ ମାଙ୍କର ରୁମରେ ଯାଇକି ପ୍ରବେଶ କରିଥିଲି, କାରଣ ମତେ ସେଠାରେ ମୋର ଚାର୍ଜର ନେବାକୁ ହିଁ ପଡୁଥିଲା। କିନ୍ତୁ ମୁଁ ସମ୍ପୂର୍ଣ୍ଣ ଭୁଲିଗଲି ଯେ ମାଉସୀ ସେଠାରେ ତାଙ୍କର ଏବେ ପୋଷାକ ବଦଳାଉଥିଲି।
ମୋ ରୁମ୍ ଭିତରକୁ ପ୍ରବେଶ କରିବା ମାତ୍ରେ ହିଁ ତୁରନ୍ତ ଆଖି ଏବେ ବନ୍ଦ କରିଦେଲି। କିନ୍ତୁ ମୋର ମାଉସୀ ମତେ ସେଠାରେ ଦେଖି ଜମା ବି ଲଜ୍ଜା ଅନୁଭବ କଲେ ନାହିଁ। ସେ ମତେ କହିଲେ କି ଆସ ପୁଅ ଏଠି ଆସି ବସ ଏବଂ କୁହ କି ତୁମର ମାଙ୍କର ଏହି ଶାଢୀ ମତେ କିପରି ଦେଖାଯାଉଛି। ମାଉସୀଙ୍କର ବୟସ ପ୍ରାୟ 33 ବର୍ଷ ଥିଲା, କିନ୍ତୁ ତାଙ୍କର ଶରୀର ଏବେ ବି 22 ବର୍ଷୀୟ ଜଣେ ଝିଅ ପରି ଦେଖାଯାଉଥିଲା। କିଛି ସମୟ ପରେ ସେ ମୋର ମାଙ୍କର କଳା ରଙ୍ଗର ଶାଢୀ ପିନ୍ଧି ଏବେ ବାହାରକୁ ଆସିଲେ। ସେ ପୁରୁଣା ଶାଢୀରେ ମଧ୍ୟ ସେ ବହୁତ ସୁନ୍ଦର ଦେଖାଯାଉଥିଲେ। ଏହିପରି ହିଁ କିଛି ଦିନ ବିତିଗଲା ଏବଂ ସେ କାମ ଆରମ୍ଭ କରିବାର 15 ଦିନ ବିତିଗଲା। ଦିନେ ସେ କହିଲେ କି ପୁଅ ଆଜି ମୁଁ ତୁମକୁ ପିଲାଦିନେ ଯେପରି ଗାଧୋଇ ଦେଉଥିଲି ସେହିପରି ମଧ୍ୟ ଆଜି ତୁମକୁ ଗାଧୋଇ ଦେବି। ମୋର ବାରମ୍ବାର ମନା କରିବା ସତ୍ତ୍ୱେ ମଧ୍ୟ ସେ ଜିତିବା ପାଇଁ ଅଟଳ ହିଁ ଥିଲେ। ମୁଁ କହିଲି କି ନା ମାଉସୀ, ଆମେ ଆଉ କେବେ ଆଉ ଦେଖିନେବା। ଏବେ ତୁମେ କେବଳ ଖାଇବା ପିଇବାରେ ହିଁ ଧ୍ୟାନ ଦିଅ, କାରଣ ମୁଁ ଏବେ ବହୁତ ଭୋକିଲା ଅଛି। ଏହା କହି ମୁଁ ମୋର ଗାମୁଛା ଉଠାଇ ଗାଧୋଇବା ପାଇଁ ବାଥରୁମକୁ ଚାଲିଗଲି। ଗାଧୋଇ ସାରି ଏବେ ବାହାରକୁ ଆସିଲି, ଦେଖିଲି କି ମାଉସୀ ମୋର ରୁମରେ ଏବେ ଦୁଃଖିତ ହୋଇ ବସିଛନ୍ତି। ଆଉ ତାଙ୍କର ଦୁଃଖୀ ଚେହେରା ଦେଖି ମୁଁ ଆଉ ସହି ପାରୁନଥିଲି। ତାପରେ ସେ କହିଲେ କି ତୁମେ ଆଜି ମୋର ହାତରେ ଆଉ ଗାଧୋଇ ନାହଁ, କିନ୍ତୁ ଏଥିରେ ମତେ କିଛି ବି ଫରକ ପଡେ ନାହିଁ। ଏବେ ମୁଁ ତୁମର ଓଦା କେଶକୁ ଏବେ ଶୁଖାଇବାକୁ ଚାହୁଁଛି। ମୁଁ ତାଙ୍କ ଆଗରେ ମୁଣ୍ଡ ନୁଆଁଇ ଠିଆ ହୋଇ ମୋର ଗାମୁଛା ଏବେ ତାଙ୍କୁ ଦେଇ ଦେଇଥିଲି। ଆଉ ମୁଁ ସେଠାରେ ହିଁ ବସିଥିଲି ଏବଂ ସେ ମତେ ପଚାରିଲେ କି ତୁମେ ରାତିର ଏହି ସମୟରେ କେଉଁଠିକୁ ଯାଉଛ। ମୁଁ ତାଙ୍କୁ କହିଲି କି କିଛି ନାହିଁ ମାଉସୀ, ମୁଁ କେବଳ ଏକ ପାର୍ଟିକୁ ଯାଉଥିଲି। ମୁଁ ମଧ୍ୟରାତ୍ରି ସୁଦ୍ଧା ପୁଣି ଥରେ ଫେରି ଆସିବି। ଏହା ଉପରେ ସେ କହିଲେ କି ତୁମେ ମତେ ଏହି ଘରର ସଦସ୍ୟ ବୋଲି କହୁଛ, କିନ୍ତୁ ତୁମେ ମତେ ଏକା ଛାଡି କିପରି ବାହାରକୁ ଚାଲି ଯାଉଛ। ତାପରେ ମୁଁ ମୋର ମାଙ୍କର ରୁମ ଏବେ ଗୋଟେ ସୁନ୍ଦର ଶାଢୀ ବାହାର କରି ତାଙ୍କୁ ଦେଇଦେଲି ଏବଂ ଏବେ ତାଙ୍କୁ ପ୍ରସ୍ତୁତ ହେବାକୁ କହିଲି। ଯେତେବେଳେ ସେ ପ୍ରସ୍ତୁତ ହୋଇ ରୁମରୁ ବାହାରକୁ ଆସିଲେ ତାଙ୍କୁ ଦେଖି ମୋର ଆଖି ଏବେ ପୁରା ଚମକି ଉଠିଲା, କାରଣ ମାଉସୀ ଜଣେ ସୁନ୍ଦର ଦେବଦୂତ ପରି ସେ ଦେଖାଯାଉଥିଲେ। ତାଙ୍କୁ ଦେଖିଲେ ମନେ ହେଉନଥିଲା ଯେ ସେ ଜଣେ ମଧ୍ୟମ ବୟସ୍କା ମହିଳା। ତାଙ୍କର ସୌନ୍ଦର୍ଯ୍ୟ ମତେ ତାଙ୍କର ପାଖକୁ ଟାଣି ନେଉଥିଲା। ସେ ଜଣେ ମଡେଲ ପରି ଶାଢୀ ପିନ୍ଧିଥିଲେ ଏବଂ ବହୁତ ସୁନ୍ଦର ମେକଅପ ମଧ୍ୟ କରିଥିଲେ। ଆଜି ମୁଁ ପ୍ରଥମ ଥର ପାଇଁ ଜଣେ ମହିଳାଙ୍କୁ ଦେଖିଲି କି ଯେ ଏକ ସାଦା ଶାଢୀ ପିନ୍ଧି ମଧ୍ୟ ବହୁତ ସୁନ୍ଦର ଦେଖାଯାଉଥିଲେ। ସେହି ଶାଢୀରେ ତାଙ୍କର ଶରୀର ମଧ୍ୟ ବହୁତ ନାଜୁକ ଏବଂ ନମନୀୟ ଦେଖାଯାଉଥିଲା। କିନ୍ତୁ ମୁଁ ଏହାକୁ ଏକ ଭିନ୍ନ ଦୃଷ୍ଟିକୋଣରୁ ଦେଖୁଥିଲି। ମୁଁ ତାଙ୍କ ପ୍ରତି ଏକ ଭିନ୍ନ ଭାବନାକୁ ଅନୁଭବ କରିବାକୁ ଲାଗିଲି ଏବଂ ହୁଏତ ସେ ମଧ୍ୟ ଏହାକୁ ବୁଝିପାରିଥିଲେ। ସେଥିପାଇଁ ସେ ମୋର ପାଖରୁ ଆଉ ଜମା ବି ଉଠୁ ନଥିଲି, ବରଂ ସେ ମତେ ଆହୁରି ଜୋରେ ଧରିକି ବସିଥିଲେ। କିଛି ସମୟ ପରେ ଆମେ ଦୁହେଁ ଏବେ ଆମ ଗାଡିରେ ବସି ଏବେ ପାର୍ଟିକୁ ବାହାରି ଯାଇଥିଲୁ। ଗାଡି ଭିତରେ ମଧ୍ୟ ମୋର ନଜର ଏବେ ମୋର ମାଉସୀଙ୍କ ଉପରେ ହିଁ ଥିଲା, କାରଣ ସେ ଏବେ ଅତ୍ୟନ୍ତ ସୁନ୍ଦର ଦେଖାଯାଉଥିଲେ। ଆଉ ସେ ଶାଢୀଟି ମଧ୍ୟ ମୋର ମାଉସୀଙ୍କ ଉପରେ ବହୁତ ଖୁବସୁରତ ଦେଖାଯାଉଥିଲା। ପାର୍ଟିରେ ମୋର ସମସ୍ତ ବନ୍ଧୁମାନେ ଅନୁଭବ କରୁଥିଲେ ଯେ ସେ ମୋର ପ୍ରେମିକା ବୋଲି। ସେ ସମସ୍ତଙ୍କୁ କହିଥିଲେ ଯେ ମୁଁ ରୋହିତର ବହୁତ ଭଲ ବନ୍ଧୁ। ଯେତେବେଳେ ଆମେ ପାର୍ଟି ଛାଡିଲୁ ମୁଁ ତାଙ୍କୁ ପଚାରିଲି ଯେ ତୁମେ ଏପରି କାହିଁକି କଲ। ତୁମେ ମୋର ମାଉସୀ ବୋଲି ସମସ୍ତଙ୍କୁ ସତ କାହିଁକି କହିଲା ନାହିଁ। ମୁଁ ବହୁତ ମଜା କରୁଥିଲି, କାରଣ ଯେତେବେଳେ ତୁମର ସମସ୍ତ ବନ୍ଧୁମାନେ ଭାବିଥିଲେ ଯେ ମୁଁ ତୁମର ପ୍ରେମିକା, ଆଉ ଯେତେବେଳେ ତୁମର ମୁହଁ ଦେଖିବାର ଯୋଗ୍ୟ ଥିଲା, ଆଉ ଯଦି ତୁମକୁ ମୋର ମଜା ପସନ୍ଦ ନ ଆସିଲା ତେବେ ମତେ ଟିକେ କ୍ଷମା କରିଦିଅ। ମୋର ମାଉସୀ ଏବେ ମୋର ପାଖରେ କ୍ଷମା ମାଗିବା ମାତ୍ରେ ମୁଁ ତାଙ୍କୁ କହିଲି ଯେ ତାଙ୍କୁ କ୍ଷମା ମାଗିବାର କୌଣସି ଆବଶ୍ୟକତା ହିଁ ନାହିଁ। ଆଉ ତୁମେ ଯାହାବି କଲ ତାହା ଏତେ ଖରାପ ବି ନଥିଲା। ମୋର କଥା ଶୁଣି ସେ କହିଲେ କି ଏବେ ତୁମେ ମତେ ରିନା ବୋଲି ଡାକି ପାରିବ। ମୁଁ କହିଲି କି ଆସ ରିନା, ଏବେ ଚାଲ ଏବେ ଘରକୁ ଯିବା। ମୋର ମୁହଁରୁ ତାର ନାମ ଶୁଣି ସେ ବହୁତ ନବବିବାହିତ କନ୍ୟା ପରି ଲଜ୍ଜାରେ ପୁରା ଲାଲ ହୋଇଯାଉଥିଲା। ତାପରେ କଥା ହେଉ ହେଉ ଆମେ ଯାଇକି ଘରେ ପହଞ୍ଚିଗଲୁ। ଆମେ ଦୁହେଁ ବହୁତ କ୍ଳାନ୍ତ ହୋଇଯାଇଥିଲୁ, ସେଥିପାଇଁ ମୁଁ ଘରେ ପହଞ୍ଚିବା ସମୟରେ ବହୁତ ସତର୍କ ଥିଲି। ସେ କହିଲେ ଯେ ଯେତେବେଳେ ତୁମର ମାଉସୀ ଏବେ ଘରେ ଅଛି ତେବେ ତୁମକୁ କାହିଁକି ଶୃଙ୍ଖଳାଗତ ହେବାର ଆବଶ୍ୟକତା ଅଛି। ତୁମେ ଏବେ କଣ ଚାହୁଁଛ ଏବଂ କଣ ଚାହୁଁନାହ ତାହା ଦେଖିବା ହେଉଛି ମୋର ଦାୟିତ୍ୱ। ତାପରେ ମାଉସୀ ତାଙ୍କର ପସନ୍ଦର ଏକ ସାର୍ଟ ବାହାର କରି ମତେ ଦେଇଦେଲେ। ସେହି ରାତିରେ ମାଉସୀ ଏବେ ମୋର ରୁମକୁ ଆସି ମତେ କହିଲେ କି ତୁମେ ଏବେ ବହୁତ କ୍ଳାନ୍ତ ଅଛ, ଆଜି ଆସ ମୁଁ ତୁମର ମୁଣ୍ଡକୁ ଟିକେ ଗରମ ତେଲରେ ମାଲିସ କରିଦେବି।
ମୋର କେଶରେ ତାର ହାତ ଚାଲିବା ମାତ୍ରେ ମୁଁ ଜାଣିପାରିଲି ନାହିଁ। ସକାଳେ ଯେତେବେଳେ ମୁଁ ଉଠିଲି, ମୁଁ ଦେଖିଲି ଯେ ମାଉସୀ ମୋର ଗୋଡ ପାଖରେ ହିଁ ଶୋଇଛନ୍ତି। ଆଉ ମୁଁ ତାଙ୍କୁ ଉଠାଇ ପଚାରିଲି ଯେ ତୁମେ ଏଠି କଣ କରୁଛ? ସେ କହିଲେ କି ଗତକାଲି ତୁମର ମୁଣ୍ଡ ମାଲିସ କରିବା ସମୟରେ ମୁଁ କେତେବେଳେ ଶୋଇପଡ଼ିଲି ତାହା ମଧ୍ୟ ଜାଣିପାରିଲି ନାହିଁ। ଏହା କହିବା ପରେ ସେ ତାଙ୍କର ରୁମକୁ ଚାଲିଗଲା। ଆଜି ସକାଳୁ ସକାଳୁ ମାଉସୀ ମତେ ଏକ ପ୍ରଶ୍ନ ପଚାରିଲେ କି ଯାହାକି ମତେ ଚିନ୍ତା କରିବାକୁ ବାଧ୍ୟ କରିଦେଲା। ସେ କହିଲେ କି ମୁଁ ରାତିରେ କିଛି ସମୟ ପାଇଁ ତୁମର କାନ୍ଧରେ ହାତ ରଖିଥିଲି ଏବଂ ତୁମେ ବି ତୁରନ୍ତ ଶୋଇ ପଡିଥିଲ। ଆଉ ତୁମର ମା କଣ ତୁମକୁ ସମୟ ଦେଉନାହାନ୍ତି କି? ମୁଁ କଣ କହୁଥିଲି ମାଉସୀ ତାହା ବୁଝିପାରୁଥିଲି, କିନ୍ତୁ ମୁଁ ତାଙ୍କୁ କହିନଥିଲି ଯେ ମୋର ମା ତାଙ୍କର କାମକୁ ଆଉ ସମୟ ପାଆନ୍ତି ନାହିଁ। ମୁଁ କହିଲି କି ନା, ଏହା ସେପରି ନୁହେଁ। ମୋର ମା ମୋର ବହୁତ ଯତ୍ନ ନିଅନ୍ତି। କିନ୍ତୁ ଗତକାଲି ଏବେ ମୁଁ ବହୁତ କ୍ଳାନ୍ତ ହୋଇଯାଇଥିଲି, ତେଣୁ ମୁଁ ତୁରନ୍ତ ଏବେ ଶୋଇ ପଡିଥିଲି। ମୋ ଉପରେ ବାପାଙ୍କର ନଜର ମଧ୍ୟ କିଛି ସମୟ ପାଇଁ ମାଉସୀଙ୍କର ଉପରେ ପଡି ରହିଥିଲା। ସେ ତାଙ୍କୁ ମୁଣ୍ଡରୁ ପାଦ ପର୍ଯ୍ୟନ୍ତ ହିଁ ଦେଖି ରହୁଥିଲେ। ମାଉସୀ ଉପରୁ ବାପାଙ୍କର ଧ୍ୟାନ ହଟାଇବା ପାଇଁ ମୁଁ ତାଙ୍କୁ କୁଣ୍ଢାଇ ପକାଇଲି। ମା ମାଉସୀଙ୍କୁ ଏବେ ବହୁତ ଭଲ ଭାବରେ ଜାଣିଥିଲି, ସେଥିପାଇଁ ସେ ତାଙ୍କୁ ଯାଇ କୁଣ୍ଢାଇ ପକାଇଲେ। ରାତିରେ ଯେତେବେଳେ ଆମେ ସମସ୍ତେ ଏକାଠି ବସି ଖାଉଥିଲୁ, ମୁଁ ଦେଖିଲି ଯେ ବାପାଙ୍କର ନଜର ଏବେ ବି ମାଉସୀଙ୍କ ଉପରେ ହିଁ ଥିଲା। କିନ୍ତୁ ମୁଁ ବୁଝିପାରୁନଥିଲି ଯେ ସେ କାହିଁକି ମାଉସୀଙ୍କୁ ଏତେ ଧ୍ୟାନ ଦେଇ ତାଙ୍କୁ ଏକାଠି ଦେଖୁଥିଲେ। ସେ ମାଉସୀଙ୍କୁ ଏପରି ଚାହିଁ ରହିବା ମତେ ବହୁତ ବିଚଳିତ କରୁଥିଲା। ଆଉ ଏହା ଦେଖି ମୁଁ ମନେ ମନେ ବହୁତ ରାଗିଥିଲି। ରାତିରେ ରାତ୍ରି ଭୋଜନ କରିବା ପରେ ସେ ତାଙ୍କର ରୁମକୁ ଚାଲିଗଲେ। କିନ୍ତୁ ମାଉସୀ ଏବେ ବି ରୋଷେଇ ଘରେ ଯାଇ ସଫା କରୁଥିଲେ। ରୋଷେଇ ଘର ସଫା କରିବା ସମୟରେ ତାଙ୍କର କୋଠରୀକୁ ଚାଲିଗଲି। ଆଉ କିଛି ସମୟ ପରେ ମୁଁ ମଧ୍ୟ ତାଙ୍କୁ ଭେଟିବା ପାଇଁ ତାଙ୍କର ରୁମକୁ ଚାଲିଗଲି, କାରଣ ଆଜି ମୋର ବହୁତ କିଛି କହିବାର ଥିଲା। ମାଉସୀ ମତେ ତାଙ୍କର ରୁମରେ ଦେଖି ବହୁତ ଆଶ୍ଚର୍ଯ୍ୟ ହେଇଗଲେ। ମୁଁ ତାଙ୍କୁ କହିଲି କି ତୁମକୁ ଏତେ ଭୟ କରିବାର କୌଣସି ଆବଶ୍ୟକତା ହିଁ ନାହିଁ, ମୁଁ ରୋହିତ। ମାଉସୀ କହିଲା କି ତୁମେ ହଠାତ୍ ଆସିଗଲ, ତେଣୁ ମୁଁ ଟିକେ ଡରିଗଲି। ମୁଁ କହିଲି କି ଡରିବାର କୌଣସି ଆବଶ୍ୟକତା ନାହିଁ। କୁହ, କିଛି କାମ ଥିଲା କି? ମୁଁ କହିଲି କି ନା ମାଉସୀ, କୌଣସି କାମ ନଥିଲା। ହଁ, ଆଜି ଆମେ ଅଧିକ ଟିକେ କଥା ହୋଇନଥିଲୁ, ତେଣୁ ମୁଁ ତୁମକୁ ଏବେ ଭେଟିବାକୁ ଆସିଥିଲି। ପରଦିନ ଯେତେବେଳେ ମୁଁ ଉଠିଲି ସେତେବେଳେ 10ଟା ବାଜିଥିଲା ଏବଂ ଜଳଖିଆ ଏପର୍ଯ୍ୟନ୍ତ ମଧ୍ୟ ରନ୍ଧା ହୋଇନଥିଲା। ମାଉସୀ ଯିଏ କି ପ୍ରତିଦିନ ସନ୍ଧ୍ୟା 7ଟାରେ ମୋ ପାଇଁ ଜଳଖିଆ ଆଣୁଥିଲେ, ଆଜି 10ଟା ପର୍ଯ୍ୟନ୍ତ ମଧ୍ୟ ଜମା ବି ଜଳଖିଆ ଆଣିନଥିଲେ। ତେଣୁ ମୁଁ ରୋଷେଇ ଘରକୁ ଏବେ ଦେଖିବାକୁ ଗଲି ଯେ କାହିଁକି ନାସ୍ତା ଏତେ ସମୟ ପର୍ଯ୍ୟନ୍ତ ପ୍ରସ୍ତୁତ ହୋଇନାହିଁ। ରୋଷେଇ ଘରକୁ ଯିବା ମାତ୍ରେ ମୁଁ ଦେଖିଲି ଯେ ମାଉସୀ ରୋଷେଇ ଘରେ ଏବେ ଦୁଃଖିତ ହୋଇ ଠିଆ ହୋଇଛନ୍ତି ଏବଂ କିଛି ଏବେ ଗଭୀର ଚିନ୍ତାରେ ହଜି ଯାଇଛନ୍ତି। ମୁଁ ପଚାରିଲି କି ମାଉସୀ, କଣ ହେଲା? ତୁମେ ଏତେ ଦୁଃଖିତ ହୋଇ କାହିଁକି ଠିଆ ହୋଇଛ? ଏବେ ତୁମେ କଣ ଭାବୁଛ? ସେ କହିଲା କି ତୁମର ବାପା, ଏବଂ ଏହା କହିବା ପରେ ସେ ପୁରା ଚୁପ୍ ହୋଇଗଲେ। ଠିକ୍ ସେତିକି ବେଳେ ବାପା ଏବେ ରୋଷେଇ ଘରକୁ ଆସିଲେ ଏବଂ ତାଙ୍କୁ ଦେଖି ମାଉସୀ ମୋର ପାଖର ମୁହଁ ଫେରାଇ ପଛକୁ ଚାଲିଗଲେ। ଗତକାଲି ବାପା ଏବେ ଘରକୁ ଆସିବା ପରଠାରୁ ମାଉସୀଙ୍କ ଉପରେ ତାଙ୍କର ଏବେ ଖରାପ ନଜର ପଡିସାରିଛି। ଏହା ମଧ୍ୟ ମୁଁ ଭଲ ଭାବରେ ଜାଣିପାରୁଥିଲି। ଆଉ ସେ ଏବେ କେବଳ ମୋର ମାଉସୀ ନଥିଲି, ବରଂ ମୋର ବହୁତ ଭଲ ବନ୍ଧୁ ମଧ୍ୟ ହୋଇଯାଇଥିଲେ। ତାଙ୍କ ସହିତ ଏପରି ବ୍ୟବହାର ହୋଇଥିବା ମୁଁ ଆଉ ଦେଖିପାରିଲି ନାହିଁ। ମୁଁ ଜାଣିବାକୁ ଚାହୁଁଥିଲି ଯେ ମୋର ବାପା ଗୋଟିଏ ଦିନ ତା ସହିତ କଣ କରୁଥିଲେ, ଯାହା ପରେ ସେ ଏତେ ଭୟଭୀତ ହୋଇଗଲେ। ଆଉ ସେ ସବୁବେଳେ ଦୁଃଖୀ ମୁହଁ ଧରି ହିଁ ଏକାଠି ବସୁଥିଲି। ରାତ୍ରି ଭୋଜନ ପରେ ଆମେ ସମସ୍ତେ ନିଜ ନିଜର କୋଠରୀକୁ ଗଲୁ, କିନ୍ତୁ ମୁଁ ବହୁତ ଅସ୍ଥିର ଅନୁଭବ କରୁଥିଲି। ମୁଁ ଭାବିଲି କି ମୁଁ ଥରେ ମାଉସୀଙ୍କୁ ଦେଖା କରିବା ଉଚିତ, ତେଣୁ ମୁଁ ମୋର ରୁମ୍ ଛାଡି ସିଧା ମାଉସୀଙ୍କର ରୁମକୁ ଚାଲିଗଲି। ଯେତେବେଳେ ମୁଁ ତାଙ୍କର ରୁମରେ ପହଞ୍ଚିଲି, ମୁଁ ଦେଖିଲି ଯେ ମୋର ବାପା ଏବେ ତାଙ୍କର ରୁମରେ ପୂର୍ବରୁ ଥିଲେ। ସେ ମାଉସୀଙ୍କୁ ନୋଟର ଏକ ବଣ୍ଡଲ ଦେଉଥିଲେ। ଆଉ ଏହା ଦେଖି ମୁଁ ପୁରା ଆଶ୍ଚର୍ଯ୍ୟ ହେଇଗଲି। ଯଦି ମୋର ବାପା ମାଉସୀଙ୍କ ସହିତ କିଛି ଭୁଲ କରିଥିଲେ, ତେବେ ସେ ମଧ୍ୟରାତ୍ରିରେ ଏତେ ଟଙ୍କା ତାଙ୍କୁ କାହିଁକି ଦେଉଥିଲେ? ମୁଁ ମାଉସୀଙ୍କର ରୁମରେ ଲୁଚି ଲୁଚି ଏସବୁ ଦେଖି ପାରୁଥିଲି। ଆଉ ମୁଁ ନିଜେ ନିଜେ ମନରେ ମଧ୍ୟ ବହୁତ ଭୟ ଅନୁଭବ କରୁଥିଲି, କାରଣ ଏମିତି ଦୃଶ୍ୟ ମୁଁ କେବେ ବି ଦେଖିନଥିଲି। ତାପରେ ମୋର ମାଉସୀ କହିଲା କି ରୋହିତକୁ ନ ଭେଟିବା ପର୍ଯ୍ୟନ୍ତ ମୁଁ ଏହି ଘର ଜମା ବି ବାହାରିବି ନାହିଁ। ତାଙ୍କର କଥା ଶୁଣି ମନେ ହେଉଥିଲା ଯେ ସେ ମତେ ଭଲ ପାଇବା ଏବେ ଆରମ୍ଭ କରିଦେଇଛନ୍ତି। ତେଣୁ ସମୟ ନଷ୍ଟ ନ କରି ବାପା ମତେ କହିଲେ କି ରୋହିତ, ତୁମେ ତୁମର ରୁମକୁ ଚାଲିଯାଅ। ମୁଁ ତାଙ୍କୁ କହିଲି କି ନା, ମୁଁ ଏବେ ପିଲା ନୁହେଁ। ଏବେ ମୁଁ ମଧ୍ୟ ଏବେ ଜାଣିବାକୁ ଚାହୁଁଛି ଯେ ଏଠାରେ ଏବେ କଣ ହେଉଛି ଏବଂ ତୁମେ ଏବେ ମାଉସୀଙ୍କୁ କଣ କରିଛ। ଠିକ୍ ସେତିକି ବେଳେ ମାଉସୀ ମୋର ପାଖକୁ ଆସି ମତେ କୁଣ୍ଢେଇ ଧରି କାନ୍ଦିବାକୁ ଲାଗିଲା ଏବଂ ମୁଁ ମଧ୍ୟ ତାଙ୍କୁ ମା ଏବଂ ବାପାଙ୍କର ସାମ୍ନାରେ ମୋର କୋଳକୁ ନେଇଗଲି। ମୁଁ ମୋର ମା ଏବଂ ବାପାଙ୍କୁ କହିଲି ଯେ ଯଦି ତୁମେ ଜଣେ ଗରିବ ମହିଳାଙ୍କ ସହିତ କିଛି ଭୁଲ କର,
ତେଣୁ ମୁଁ ଏହାକୁ ଆଦୌ ବି ସହ୍ୟ କରିପାରିବି ନାହିଁ। ତାପରେ ମୋର ମା ମାଉସୀଙ୍କୁ କହିଲି ଯେ ତୁମେ ଏବେ ଚୁପ୍ ରହି ଏଠାରୁ ଚାଲିଗଲେ ତାହା ହିଁ ସବୁଠାରୁ ଭଲ ହେବ। ଏଠାରେ କଣ ହେଉଛି ମୁଁ କିଛି ବି ବୁଝିପାରୁନଥିଲି। ହଠାତ୍ ମାଉସୀ ମୋର ମାଙ୍କୁ ଚିତ୍କାର କରି କହିଲେ କି ଏବେ ମୁଁ ଆଉ ଚୁପ୍ ରହିବି ନାହିଁ। ମୁଁ ରୋହିତକୁ ଏବେ ତୁମର ସବୁ ସତ୍ୟ କଥା କହିଦେବି। ତାପରେ ସେ କହିବାକୁ ଲାଗିଲେ କି ରୋହିତ ତୁମେ କୌଣସି ଧନୀ ପିତାମାତାଙ୍କର ଜମା ବି ପୁଅ ନୁହଁ, ବରଂ ତୁମେ ମୋର ବଡ ଭଉଣୀ ରେଖାଙ୍କର ପୁଅ। କିଛି ବର୍ଷ ପୂର୍ବରୁ ରେଖା ଏହି ଘରେ କାମ କରୁଥିଲା ଏବଂ ସେ ଏକ ପିଲାକୁ ମଧ୍ୟ ଜନ୍ମ ଦେଇଥିଲା। ସେମାନଙ୍କ ମଧ୍ୟରୁ ଗୋଟେକୁ ତୁମର ବାପା ପୋଷ୍ୟ ଗ୍ରହଣ କରିଥିଲେ ଏବଂ ତୁମର ବଡ ଭାଇର ଯତ୍ନ ନେଉଥିଲି। ଏବଂ ମୁଁ ଚାହୁଁଛି ଯେ ତୁମେ ମଧ୍ୟ ତାଙ୍କର ଯତ୍ନ ନିଅ, କିନ୍ତୁ ତାଙ୍କୁ ଭଲ ମୂଲ୍ୟ ଦେଇନାହଁ, ଯାହା ଯୋଗୁଁ ଆଜି ମୋର ବଡ ଭାଇ ମଧ୍ୟ ଭୁଲ ବୁଝାମଣାର ଶିକାର ହୋଇଛି। ମାଉସୀ ମଧ୍ୟ ଏଠାରୁ ସେଠାରୁ ଚୋରି କରି ନିଜକୁ ମନୋରଞ୍ଜନ କରୁଥିଲା ଏବଂ ଏବେ ମଧ୍ୟ ସେ ମୋର ବାପା ମାଙ୍କ ଠାରୁ ଟଙ୍କା ହଡପ କରିବାକୁ ହିଁ ଆସିଥିଲା। ସେ ମୋର ବାପା ମାଙ୍କ ଠାରୁ 20 ଲକ୍ଷ ଟଙ୍କା ମଧ୍ୟ ମାଗିଥିଲେ, କିନ୍ତୁ ଏଥର ମୋର ବାପା ମା ତାଙ୍କୁ ସିଧା ମନା କରିଦେଇଥିଲେ। ସେଥିପାଇଁ ସେ ଏବେ ଧମକ ଦେଉଥିଲେ ଯେ ମୁଁ ରୋହିତକୁ ଏବେ ସବୁ କିଛି କହିଦେବି। ସେ ମୋର ବିଶ୍ୱାସ ଜିତିବା ପାଇଁ ଯଥାସମ୍ଭବ ଚେଷ୍ଟା କରିଥିଲା ଏବଂ ସେ ମୋତେ ଆମ ପ୍ରେମରେ ମଧ୍ୟ ଫସେଇବାକୁ ଚାହୁଁଥିଲା। କିନ୍ତୁ ଏସବୁ ବିଷୟରେ ମୁଁ କେବେ ବି ଭାବିନଥିଲି ଯେ ମୋର ମାଉସୀ ଏପରି ବି ହୋଇପାରନ୍ତି। କିନ୍ତୁ ତାଙ୍କ ବିଷୟରେ ସମ୍ପୂର୍ଣ୍ଣ ସତ୍ୟ ମୋତେ ଜଣାପଡ଼ିବା ମାତ୍ରେ ମୋର ହୃଦୟରୁ ତାଙ୍କ ପ୍ରତି ସମସ୍ତ ପ୍ରେମ ଏବେ ଉବାନ ହୋଇଯାଇଥିଲା। ଯଦି ସେମାନଙ୍କର ସେହି ଟଙ୍କା ଏବଂ ସମୟକୁ ସମୟ ସହିତ ମୂଲ୍ୟବାନ ଦେଇଥାନ୍ତେ, ତେବେ ଆଜି ମୋର ବଡ ଭାଇ ମଧ୍ୟ ଏକ ଭଲ ରାସ୍ତାରେ ଥାନ୍ତା। ସେଥିପାଇଁ ମୋର ବାପା ମା ଏବେ ମୋର ବଡ ଭାଇ ମଧ୍ୟ ଏକ ଭଲ ରାସ୍ତାରେ ଥାନ୍ତା। ସେଥିପାଇଁ ମୋର ବାପା ମା ମୋର ବଡ ଭାଇକୁ ଏବେ ଗ୍ରହଣ କରିସାରିଥିଲେ ଏବଂ ତାଙ୍କୁ ନିଜର ପିଲା ପରି ଭଲ ପାଇବା ଏବେ ଆରମ୍ଭ କରିସାରିଥିଲେ। ଏବେ ବାପା ମୋର ମାଉସୀଙ୍କୁ ସବୁଦିନ ପାଇଁ ଆମ ଘରୁ ଏବେ ବାହାର କରିଦେଇଥିଲେ। ଆପଣଙ୍କୁ ଏହି କାହାଣୀଟି କିପରି ଲାଗିଲା ଦୟାକରି କମେଣ୍ଟ କରିକି ଜଣାନ୍ତୁ। ଏହିପରି ଆହୁରି ରୋମାଣ୍ଟିକ କାହାଣୀ ଦେଖିବା ପାଇଁ ଦୟାକରି ମୋର ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ ଏବଂ ଘଣ୍ଟି ଆଇକନକୁ ଦବାଇବା ପାଇଁ ଜମା ବି ଭୁଲନ୍ତୁ ନାହିଁ।